ପଲ୍ଲବୀ ସ୍କୁଟି ଚୋରମାନଙ୍କ ଧରି ଲକଅପ୍ରେ ରଖିଥିବେ। ତାପରେ ସେ ଚୋରମାନେ ନିଜ ନିଜ ଭିତରେ ଝଗଡ଼ା ଲାଗିବେ। ତାପରେ ପଲ୍ଲବୀ ଆଉ ଚିତ୍ତ ଅଙ୍କଲ ସେ ଚୋରମାନଙ୍କୁ ମାଡ଼ ମାରିବେ। ତାପରେ ଅଚାନକ ପଲ୍ଲବୀ ଆଦର୍ଶ ଉପରକୁ ହାତ ଉଠେଇ ଦେଉଥିବେ ଆଉ ଅଟକି ଯିବେ ଆଉ କହିବେ, ଓ ମାଇ ଗଡ୍, ମୁଁ ଏବେ କ'ଣ କରିବାକୁ ଯାଉଥିଲି? ଆଇ ଆମ୍ ସୋ ସରି ଆଦର୍ଶ। ମୁଁ ଭାବିଲି ସେ 3 ଜଣ ଚୋରଙ୍କ ଭିତରୁ ତମେ। ଆଇ ଆମ୍ ସୋ ସରି ଆଦର୍ଶ, ପ୍ଲିଜ୍ ମୋତେ କ୍ଷମା କରିଦିଅ। ତାପରେ ଆଦର୍ଶ କହିବେ, ଠିକ୍ ଅଛି, ଟେନସନ୍ ନିଅନି। କିନ୍ତୁ କି ଦିନ ଆସିଗଲା ଶେଷରେ ମୋତେ ଚୋର ଡକାୟତ ଭଳି ରହିବାକୁ ପଡୁଛି। ଆଉ ସେ ଚୋରମାନଙ୍କ ଭଳି ପୋଲିସ ହାତରୁ ମାଡ଼ ବି। ଏମିତି କହୁଥିଲା ବେଳେ ଆଦର୍ଶ ପଲ୍ଲବୀ ଆଦର୍ଶର ପାଟିରେ ହାତ ଦେଇଦେବେ ଆଉ ବହୁତ କାନ୍ଦିବେ ଆଉ ହାତ ଯୋଡ଼ି କହିବେ, ଆଇ ଆମ୍ ସୋ ସରି ଆଦର୍ଶ, ପ୍ଲିଜ୍ ମୋତେ ତମେ କ୍ଷମା କରିଦିଅ। ଏମିତି କହି ପଲ୍ଲବୀ କାନ୍ଦି କାନ୍ଦି ଚାଲିଯିବେ। ତାପରେ ସଞ୍ଜୀବ ପଲ୍ଲବୀର ପଛେ ପଛେ ଯିବେ। ତାପରେ ପଲ୍ଲବୀ ଗୋଟେ ମନ୍ଦିରକୁ ଆସିବେ ଆଉ କାନ୍ଦି କାନ୍ଦି କହିବେ, ଆଉ କେତେ ପରୀକ୍ଷା ନେବୁ ପ୍ରଭୁ ମୋର? ଗୋଟେ ଚୋର ଡକାୟତ ଭାବେ ମୁଁ ମୋ ସ୍ୱାମୀ ଉପରକୁ ଆଜି ବାଡ଼ି ଉଠେଇ ଦେଇଥିଲି। ଆଜି ମୋ ହାତରୁ କେତେ ବଡ଼ ପାପ। ତାପରେ ସଞ୍ଜୀବ ଆସିବେ ଆଉ କହିବେ, ମନ ଦୁଃଖ କରନି ପଲ୍ଲବୀ, ଏସବୁ ତମେ ଜାଣି ଶୁଣି କରିନ। ତାପରେ ପଲ୍ଲବୀ କହିବେ, କିନ୍ତୁ ସେ ଅଜାଣତରେ ହେଉ ପଛେ ଆଜି ଯଦି ମୁଁ ଆଦର୍ଶକୁ ବାଡ଼ିରେ ପିଟି ଦେଇଥାନ୍ତି ତାହେଲେ କେତେ ବଡ଼ ଅନର୍ଥ ହେଇଯାଇଥାନ୍ତା ଆଜି। ଆଦର୍ଶ ମୋ ଜୀବନ ସଞ୍ଜୀବ, ଆଦର୍ଶ ଅଛନ୍ତି ବୋଲି ତ ମୁଁ ଅଛି, ନହେଲେ ତାଙ୍କ ବିନା ମୁଁ କିଛି ବି ନୁହେଁ। ଆଦର୍ଶ ମୋ ପାଇଁ ସବୁ କିଛି। କିନ୍ତୁ ମୁଁ ତାଙ୍କୁ କ'ଣ ଦେଲି? କେବଳ କଷ୍ଟ। ତମେ ତାଙ୍କ ଆଖି ଦେଖିଛ? କେତେ କଷ୍ଟ, କେତେ ଯନ୍ତ୍ରଣା ତାଙ୍କ ଆଖିରେ ଲୁଚି ରହିଛି। କେବେ ପଢ଼ିବାକୁ ଚେଷ୍ଟା କରିଛ ତମେ? ଆଦର୍ଶ ଆଜି ବିଶ୍ୱାସ କରିପାରିଲେନି ଯେ ତାଙ୍କ ପଲ୍ଲବୀ ତାଙ୍କ ଉପରକୁ ହାତ ଉଠେଇପାରେ। ମୁଁ ବହୁତ ବଡ଼ ପାପୀ ସଞ୍ଜୀବ। ସ୍ୱାମୀଙ୍କୁ ବଞ୍ଚେଇବା ପାଇଁ ସ୍ତ୍ରୀ ଯମ ସହିତ ଲଢ଼େଇ କରିପାରେ, କିନ୍ତୁ ମୁଁ ତାଙ୍କ ଉପରେ ଲାଗିଥିବା ଆରୋପରୁ ତାଙ୍କୁ ବଞ୍ଚେଇବା ତ ଦୂରର କଥା, ଆଜି ମୁଁ ତାଙ୍କ ଉପରକୁ ବାଡ଼ି ଉଠେଇ ଦେଲି। ଏମିତି କହି ପଲ୍ଲବୀ ବହୁତ କାନ୍ଦିବେ ଆଉ କାନ୍ଦି କାନ୍ଦି ସଞ୍ଜୀବର କାନ୍ଧରେ ମୁଣ୍ଡ ଲଦି କହିବେ, ମୁଁ ସବୁ ସହିଯିବି ସଞ୍ଜୀବ, କିନ୍ତୁ ମୁଁ ଆଦର୍ଶକୁ କଷ୍ଟ ଦେଲେ ସେ କଥା ମୁଁ କେବେ ବି ସହିପାରିବିନି। କିଛି ରାସ୍ତା ବାହାର କର ସଞ୍ଜୀବ, କେମିତି ବି ହଉ ମୋ ଆଦର୍ଶ ଲକଅପ୍ରୁ ବାହାରିବା ଦରକାର। ତାପରେ ସଞ୍ଜୀବ କହିବେ, ମୁଁ ତମ ପାଖରେ ପ୍ରମିସ୍ କରୁଛି ପଲ୍ଲବୀ, ଆମେ ଆଦର୍ଶକୁ ଖୁବ୍ ଶୀଘ୍ର ଇନୋସେଣ୍ଟ ପ୍ରୁଭ୍ କରିବା। କିନ୍ତୁ ଆଦର୍ଶକୁ କେମିତି ବେଲ୍ ମିଳିବ ସେଥିପାଇଁ ମୁଁ ରାସ୍ତା ଖୋଜି ବାହାର କରୁଛି। ତାପରେ ଗୋଟେ ଗୁଣ୍ଡା ଗଛ ପାଖରେ ଲୁଚି ପଲ୍ଲବୀ ଆଉ ସଞ୍ଜୀବର ଭିଡିଓ ବନଉଥିବ। ତାପରେ ରୁବି ତାଙ୍କ ରୁମରେ ଫୋନରେ କାହା ସହିତ କଥା ହଉଥିବେ। ତାପରେ ନୀଲମ ଆସିବେ ଆଉ କହିବେ, ଏବେ ତମେ କାହା ସହିତ କଥା ହଉଥିଲ ମାମା? ତାପରେ ରୁବି କହିବେ, କାହା ସହିତ ମାନେ? ବସ୍ ଏମିତି ଫୋନରେ କଥା ହଉଥିଲି। ତାପରେ ନୀଲମ କହିବେ, ତମେ ଏମିତି ଆଦର୍ଶକୁ କ'ଣ କହିଦେଲ ଯେ ମାୟା ଆଣ୍ଟି ଆମ ଉପରେ ଏତେ ଜୋରରେ ରାଗି ଯାଇଛନ୍ତି ଆଉ ଆଜି ହିଁ ଆମକୁ ଏ ଘର ଛାଡ଼ି ଚାଲିଯିବାକୁ କହୁଛନ୍ତି। ତାପରେ ରୁବି କହିବେ, ଆରେ ନାଇଁ, ସେମିତି କିଛି ନାହିଁ। ଛୋଟ ମୋଟ କଥାକୁ ବଡ଼ କରି ନିଜର ମାମଲତିକାରୀ ଦେଖେଇବା ମାୟାର ପିଲାଦିନର ଅଭ୍ୟାସ। ତାପରେ ନୀଲମ କହିବେ, ନାଇଁ ମାମା, ମୁଁ ତମକୁ ବହୁତ ଭଲ ଭାବରେ ଜାଣିଛି। ତମେ ତମର ସେ ସାନଜିଆ ଜିଭକୁ କେବେ ନିଜ କଣ୍ଟ୍ରୋଲରେ ରଖିପାରନି। ତମେ ନିଶ୍ଚୟ ଆଦର୍ଶକୁ କିଛି ନା କିଛି କହିଛ, ଯୋଉଥିପାଇଁ ମାୟା ଆଣ୍ଟି ଏମିତି କୋପ ମୂର୍ତ୍ତି ଧରିଛନ୍ତି। କୁହ କ'ଣ କହିଛ ଆଦର୍ଶକୁ? ତାପରେ ରୁବି କହିବେ, ଆରେ କ'ଣ ମୁଁ ଏମିତି କହିଦେଲି? ମାୟା ପଲ୍ଲବୀର ମୁହଁ ଦେଖିବନି ବୋଲି ପ୍ରମିସ୍ କରିଛି। ବାସ୍ ଆଦର୍ଶ ଆଗରେ ମୁଁ ଏତିକି କହିଦେଲି। ତାପରେ ନୀଲମ କହିବେ, ବାସ୍ ଏତିକି? ତମେ ୟାକୁ ବସ୍ ବୋଲି କହୁଛ ମାମା? ବାର ବାର ତମକୁ କହିଥିଲି ସବୁ କର, କିନ୍ତୁ ଆଦର୍ଶକୁ କାଟିଲା ଭଳି କିଛି ବି କହନି। କାରଣ ସିନ୍ଧୁକ ଭିତରେ ଥିବା ଫରୁଆ ଭିତରେ ବୁଢ଼ୀ ଅସୁରୁଣୀର ଜୀବନ ନାଟିକାର ହେଲା ବୋଲି ମାୟା ଆଣ୍ଟିଙ୍କର ଜୀବନ ହେଉଛି ଆଦର୍ଶ। ଠିକ୍ ସେମିତି ଆଦର୍ଶର ଜୀବନ ହେଉଛି ପଲ୍ଲବୀ। ତେଣୁ ସବୁ କରିବ ପଛେ ଆଦର୍ଶ ଆଗରେ ପଲ୍ଲବୀ ବିରୁଦ୍ଧରେ କିଛି ବି କହିବନି। କିନ୍ତୁ ତମେ ବାର ବାର ସେଇ ଭୁଲ କରୁଛ ମାମା। ମୁଁ ତୁମକୁ ଯାହା କରିବାକୁ ମନା କରୁଛି ତମେ ସେଇଆ ହିଁ କରୁଛ।